କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ମାଳମାଳ ଡାକ୍ତର ଦୁର୍ବଳ। ହଁ ଆଜ୍ଞା, ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ। ଡାକ୍ତର ଅନୁପସ୍ଥିତି ଥିବା ଯୋଗୁଁ ରୋଗୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ 10 ଜଣ ଡାକ୍ତର ଥାଇ ମଧ୍ୟ କୌଣସି କାମରେ ଆସୁନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବଉଳଜଳି ଗ୍ରାମର ସଞ୍ଜୟ ଦାସ ନାମକ ଜଣେ ଯୁବକଙ୍କ ଗଳା କଟିଥିବାରୁ ପରିବାର ଲୋକେ କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ, କିନ୍ତୁ କୌଣସି ଡାକ୍ତର ଅନୁପସ୍ଥିତି ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। ପରେ ବ୍ରହ୍ମପୁର ଡାକ୍ତର ମେଡିକାଲକୁ ଚିକିତ୍ସା ପାଇଁ ନେଇଥିବା ସୂଚନା ମିଳିଛି। ତେବେ ଏଠି ମେଡିକାଲ ଥାଇ ମଧ୍ୟ କୌଣସି କାର୍ଯ୍ୟରେ ଆସୁନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ପ୍ରଶାସନ ଅଧିକାରୀ କ'ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ବ୍ୟୁରୋ ରିପୋର୍ଟ, ଓମ୍ ଟିଭି ଓଡ଼ିଶା। एते सीरियस पेशेंट देखिला बेलू डॉक्टर के नहांती हैला टिके लाइट देला टिके से लास्ट नंबर टा दे दे फर्स्ट 108 बंची बोले लोकड़ा नंबर टा कहि दे छैला हां एते केमिति एठे हैला डॉक्टर रहया पड़ियो डॉक्टर नाही और फुटानी 10 डॉक्टर अछंती 10 डॉक्टर ହେଲା ମୁଁ ଏମଏଲଏ ପାଖକୁ ପଠେଇବି, ଏମପି ଏମଏଲଏ ପାଖକୁ ପଠେଇବି। ଷ୍ଟାଫ ଅଛନ୍ତି, ଡକ୍ଟର କୁଆଡେ ଗଲେ? ଡାକ୍ତର କାହିଁକି ନାହାନ୍ତି ଏଠି? ଡାକ୍ତର କୁଆଡେ ଗଲେ? ଏତେ ସଚୋଟ ଦେଖଉଛନ୍ତି, ଡାକ୍ତର କୁଆଡେ ଗଲେ? ଡାକ୍ତର ଗଲେ ଆରବିଏସ୍ के ସାର୍ आरबीएस के डॉक्टर काହିଁକି ଏଠି ରହିବେ? ଏବେ ଡକ୍ଟର 10 ଜଣ ଏଠି ଅଛନ୍ତି। 10 ଜଣ ଡକ୍ଟର କୁଆଡେ ଗଲେ? କ୍ଲିନିକ କରିବେ, ବାହାରେ କ୍ଲିନିକ କରିବେ, କ୍ଲିନିକ କରିକି ବଞ୍ଚିବେ ନାଇଁ। ଏଇଠୁ